ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। କେତେବେଳେ ସାଧାରଣ ଲୋକଙ୍କ ଘର ଲୁଟପାଟ ହେଉଛି ତ କେତେବେଳେ ସରକାରୀ ଅଫିସ ଏବଂ କେତେବେଳେ ବଡ଼ ବଡ଼ ଗୋଦାମରୁ ଲୁଟପାଟ ହେଉଛି। ଚୋରମାନେ ବର୍ତ୍ତମାନ କାମାକ୍ଷାନଗର ଅଞ୍ଚଳରେ ସକ୍ରିୟ ଅଛନ୍ତି। ଆଜି ଏକ ଘଟଣା ଘଟିଛି ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆଫାଣ୍ଡି ଠୁ ମାତ୍ର 500-600 ମିଟର ଦୂର ହବ ଗୋଟିଏ ଗୋଡାଉନରୁ। ସିଧାସଳଖ ଯିଏ ଅଛନ୍ତି ଗୋଦାମର ମାଲିକ ଅଛନ୍ତି ତାଙ୍କ ସହିତ ଆଲୋଚନା କରିବା କଣ ଚୋରି ହେଇଛି। ଆଜ୍ଞା ଆପଣଙ୍କ ନାଁ? संबित कुमार साहू, प्रोप्राइटर माँ कामाख्या एंटरप्राइजेस। ଚୋରି ଆଜି ଯୋଉ ଚୋରି ହେଇଛି କେମିତି ଜାଣିଲେ କଣ କଣ ଚୋରି ହେଇଛି? से गोदाम को सबुदिन भाई आज भी आम गोदाम को एଠିକାର ଆମର କାମାକ୍ଷାନଗରରୁ ସୁପରଭାଇଜର ଯିଏ ସୁବ୍ରତ କୁମାର ସାହୁ ଗୋଦାମ ଖୋଲିଲେ ମାଲ ଲୋଡ୍ ହେଲା ବେଳେ ଯେତେବେଳେ ସିଗାରେଟ ଗୋଦାମ ଖୋଲିଲେ ସିଗାରେଟର କୌଣସି ଷ୍ଟକ୍ ସେ ଭିତରେ ନଥିଲା। କେମିତି ଜାଣିଲେ ଚୋରି ହେଇଛି ବୋଲି କୋଉ ପଟେ ଚୋରି ହେଲା ବୋଲି କେମିତି ଜାଣିଲେ? ସେଠୁ ଭିତରେ ଖୋଲିଲା ଭିତରେ ଗୋଦାମ ଭିତରେ କିଛି କୌଣସି ପ୍ରକାର ତାଲା ଭାଙ୍ଗିନି କି କିଛି ନାହିଁ। ସେ ଚୋରମାନେ ପଛକଡ କାନ୍ଥ ଭାଙ୍ଗିନି ଆସିକିନି ଚଢିକିନି ଭିତର ବାଟୁ ମାଲ ସବୁ ପାଖାପାଖି 60-70 କାର୍ଟୁନ ଯୋଉଟା କି ଆନୁମାନିକ ମୂଲ୍ୟ 60-70 ଲକ୍ଷ ଟଙ୍କା। ତା ବାଦେ ଅଲଗା କିଛି ଏଫଏମସିଜି ଆଇଟମ ବି ନେଇଛନ୍ତି ସେଟା କି ଯୋଉଟା କି ଆମର ଅନୁମାନିକ କରାଯାଇନି। ବର୍ତ୍ତମାନ ସେଟା ଷ୍ଟକ୍ ମ୍ୟାଚ କଲା ଜଣା ପଡିବ ସେ ତାର କଣ। ସେଠୁ ଦାମିକା ଗୋଟେ ଗୋଟେ ସିଗାରେଟ କାର୍ଟୁନର ମୂଲ୍ୟ ପାଖାପାଖି ଲକ୍ଷେ ଟଙ୍କା ଆସିଯିବ। ସେଇଟା ପାଖାପାଖି 60-70 କାର୍ଟୁନ ଭଳିଆ ବର୍ତ୍ତମାନ ସୁଦ୍ଧା ଯାହା ଯାଇଛି ସେଟା ଅନୁମାନିକ 60-70 ପେଟି ଭଳିଆ ବାଲା ଯାଇଛି ଭାଇ। ଅଦର ଆଇଟମ ବି ଯାଇଛି ସେଟା ବି ବାହାରେ ବି ପଡିଛି ତାର ସବୁ ଅଛି କିନ୍ତୁ ସେଟା ଗୋଦାମ ଷ୍ଟକ୍ ଯାଇକିନି ମ୍ୟାଚ କରିଲା ପରେ ସେଟା ତାର ବିଶେଷ ଜଣା ପଡିବ। ବାହାରେ ଯୋଉ ବଡ ଗ୍ରିଲ ସବୁ କାଢା ହେଇଛି ତାଙ୍କର ସବୁ କୁରକୁରି ପଡିଛି କିନ୍ତୁ କୁରକୁରି ଛାଡି ଦେଇ ଅଲଗା ଜିନିଷକୁ ନେଇଯାଇଛନ୍ତି। ତାର ଭାଲ୍ୟୁ କୁରକୁରେ ଯୋଉ ସ୍ନାକ୍ସ ଆଇଟମର ଭାଲ୍ୟୁ ପାଖାପାଖି କମ ରହୁଛି। ତେଣୁ ସିଗାରେଟ ଗୋଟେ କାର୍ଟୁନରୁ ଆସିଯିବ ପାଖାପାଖି ଲକ୍ଷେ ଟଙ୍କା ଉପରକୁ ଆସିଯିବ। ତେଣୁ ସେ ସେଟାକୁ ପକେଇକିନି ସବୁ ଏଇ ସବୁ ଜିନିଷ ନେଇଛନ୍ତି। ଯିଏ ଗୋଦାମର ମାଲିକ ଯିଏ ଥିଲେ ସେ ତାଙ୍କର ପ୍ରତିକ୍ରିୟା ଦେଲେ। ଏବେ ଯିଏ ଅଛନ୍ତି ରାତିର ଜଗୁଆଳି ଯିଏ ଅଛନ୍ତି ତାଙ୍କ ସହିତ ଆଲୋଚନା କରିବା କେମିତି କଣ ଚୋରି ହେଲା। ଏଠି ଯେତେବେଳେ ଚୋରି ହେଲା ସେ କେମିତି ଜାଣିପାରିଲେନି ସିଧାସଳଖ ଆଲୋଚନା କରିବେ। ଆପଣଙ୍କ ନାଁଟା କଣ? ସଚିଦାନନ୍ଦ ପ୍ରଧାନ। ଆପଣ ଏଟା କଣ କରନ୍ତି? ସିକ୍ୟୁରିଟି ସାର୍। କେତେଟାରୁ କେତେଟା ଡ୍ୟୁଟି? କାଲି ସାର୍ ଆଉ ଜଣେ ଥିଲା ଆଜି ରାତି ତ ଆଜି ରାତି ହଁ ମୁଁ 6ଟାରୁ ଆସି ପହଞ୍ଚିଲି ଏଠି ଆଉ। ସକାଳ 6 ନାଇଁ ସନ୍ଧ୍ୟା 6ରେ। ସନ୍ଧ୍ୟା 6ରୁ ଆଜି ଏ ହଁ ସାର୍। ଯେତେବେଳେ ସନ୍ଧ୍ୟା 6ରେ ଯୋଉ ଗୋଦାମ ଚୋରି ହେଲା ଆପଣ କେମିତି ଜାଣିପାରିଲେ? ସାର୍ କିଛି କେମିତି ମୁଁ ଜାଣିପାରିଲିନି। ଆପଣ ଡ୍ୟୁଟି କରୁଛନ୍ତି ହଁ ଆପଣ ରାତିର ଜଗୁଆଳି? ଆଜ୍ଞା ରାତିର ଜଗୁଆଳି ହଁ ସାର୍। ଯେତେବେଳେ ଚୋରି ହଉଛି ଏଡେ ବଡ ଯୋଉ ୱାଲ ଗୋଟେ ଭଙ୍ଗା ହେଲା ଆଜ୍ଞା ଆପଣ କେମିତି ଜାଣିପାରିଲେ? ସାର୍ କି ଆପଣଙ୍କୁ କିଆ ମିଛ କହିବି ମାନେ ମୁଁ ତ କିଛି ଜାଣିପାରିଲିନି ସାର୍। ଆପଣ ଯୋଉ ଜଗୁଛନ୍ତି ହଁ ହଁ ଅଲଗା ଜିନିଷ ଆମେ ସାର୍ ନିରାପଦରେ କଣ ଆଗ ଗେଟରେ ତ ବସିଛୁ ପଛ ଆଡେ ସାର୍ ଏମିତି ଖୋଳିକିରି ନେବେ ବୋଲି କିଏ ଆଉ ଲକ୍ଷ୍ୟ କରୁଛନ୍ତି ସାର୍। ଖାଲି ଅଛନ୍ତି ଆଗ ପଟ ଜଗିବାକୁ। ଏଇ ସାର୍ ଯେତେବେଳେ ଏକ ଯାଉ ଏ ଟିକେ ଟର୍ଚ ଫର୍ଚ ମାରିକି ଟିକେ ବୁଲିକିରି ଦେଖିଦିଅ ସେଠୁ ଆସିକିରି ବସିବ ଏଠି ଆଉ। କେତେ ଲକ୍ଷ ଟଙ୍କାର ବର୍ତ୍ତମାନ ହଁ ଆମେ ସାର୍ ତ କିଛି ଜାଣିପାରିଲି। ମୁଁ ତ ସାର୍ ଦରମା ଟୋଟାଲ ପାଇନି ଏଇ 10 ଦିନ ହେଲା ଆସିଛି ଆଉ। 10 ଦିନ ଜମା। ସେମାନେ ସେ ପୁରୁଣା ପିଲା ସାର୍ ଦିଟା ରୁହନ୍ତି ରଞ୍ଜନ ଜଣେ ଆଉ ଏଇ ବବୁଲ ଜଣେ ସେ ଘରକୁ ଯାଇଛନ୍ତି ଆଉ ଖାଇ ଯାଇଛନ୍ତି ଘରେ। ଜଣଙ୍କର ରାକିଆ ଜଣଙ୍କର କୋଟରା। ଆମ ଘର ଏଇ ପଣ୍ଡୁଆ। ମୁଁ ସାର୍ ବଦଳିଆ ଆସିଛି। ହଁ ନାଇଁ ହଁ କାଲି ଆଜିକି 10 ଦିନ ହବ ଆଉ। ବଦଳି ଆସିଯାଇଥିଲି ଚୋରି ହେଇଛି। ହଁ ସାର୍ କାଲି ଆଜି ରାତି ଆଉ। ଆଜି ରାତି ସାର୍। ବର୍ତ୍ତମାନ କଣ ଦେଖିଛନ୍ତି କେମିତି ଜାଣିଲେ ବର୍ତ୍ତମାନ ଚୋରି ହେଲା ଜାଣିପାରିଲେ? ନା ସାର୍ କିଛି ଯେତେବେଳେ ଦେଖିଲେ ଚୋରି ହେଇଛି ମାଲିକ ଜାଣିଲେ ଆପଣ ତା ଆଗରୁ ଜାଣିଲେ ନା ମାଲିକ ଆଗ? ନାଇଁ ସିଏ ଆଗ ଲୋଡ ହେଲା ଗାଡି ଲୋଡ କରିବା ପାଇଁ ଯୋଉ ସିଗାରେଟ ଫିଗାରେଟ ସବୁ ବାହାର ଦେଖିଲେ ନାହିଁ ବୋଲି ହେଇଠୁ ସେ ଜାଣିଲେ ଆମ ମ୍ୟାନେଜର ସାର୍ ଦେଖିଲେ। ଦେଖନ୍ତୁ ଦୁଇ ଜଣ ସିକ୍ୟୁରିଟି ଡ୍ୟୁଟି କରୁଥିଲେ ମଧ୍ୟ ଯେତେବେଳେ ଏଡେ ବଡ ଡକାୟତ ହେଲା କିନ୍ତୁ ସେମାନଙ୍କର କାହାରି ନଜର ପଡିଲାନି କି ଜାଣିପାରିଲେନି। ସବୁଠୁ ବଡ ପ୍ରଶ୍ନ ହେଲା ଯଦି ସିକ୍ୟୁରିଟି ଜଗିକିରି ଚୋରି ହଉଛି ତାହେଲେ କହିବା କାହାକୁ? କାମାକ୍ଷାନଗରରୁ ଫନିଭୂଷଣ ମହାକୁଡ, ବଡ ଖବର।